ଯେହେତୁ ଆମ ଦୁଇ ଜଣଙ୍କ ଦେହ ଭଲ ନଥିଲା, ତାପରେ ତା ଗାଡ଼ି ବି ଖରାପ ହେଇଯାଇଥିଲା, ସେଥିପାଇଁ ଆମେ ଦୁଇ ଜଣ କମ୍ପ୍ୟୁଟର କ୍ଲାସ୍ ଯାଇପାରୁନଥିଲୁ। ତେଣୁ ତା ଭାଇ ଆମକୁ ଆଜି ନେଇକି ଯାଉଥିଲା। ଲେଟ୍ ବି ହେଇଗଲାଣି, ସେଥିପାଇଁ ଆମେ ଶୀଘ୍ର ଯାଉଥିଲୁ। ସେଥିପାଇଁ ଆମେ ଗୋଟେ ସର୍ଟକଟ୍ ରାସ୍ତାରେ ଯାଉଥିଲୁ, ଯେଉଁଟାକି ବହୁତ ଖରାପ ରାସ୍ତା ଥିଲା, ଆଉ ସେଇଟା ଆମ ଶିବ ଠାକୁରଙ୍କ ବାଟେ ଯାଉଥିଲା। ତାପରେ ଆମେ ଏଇଠି ଆସିକି ପହଞ୍ଚି ଯାଇଥିଲୁ। ଆମର କ୍ଲାସ୍ ବି ଷ୍ଟାର୍ଟ ହେଇଯାଇଥିଲା। ଦେଖନ୍ତୁ ଆମେ ଏଠି କ୍ଲାସ୍ କରୁଛୁ, ତାପରେ ଆମେ ପ୍ରାକ୍ଟିକାଲ୍ କରିବା ପାଇଁ ଚାଲି ଯାଇଥିଲୁ। ସାର୍ ଆମକୁ କିଛି ପ୍ରାକ୍ଟିକାଲ୍ କରିବାକୁ ଦେଇଥିଲେ, ତାପରେ ଆମେ ଯାଇ ପହଞ୍ଚି ଯାଇଥିଲୁ ପ୍ରାକ୍ଟିକାଲ୍ କ୍ଲାସ୍ରେ। ତାପରେ ଏଇଠି ସମସ୍ତେ କ୍ଲାସ୍ କରୁଥିଲେ, ତାପରେ ଆମେ ବି ବସିଗଲୁ ଆମ କମ୍ପ୍ୟୁଟର ଧରିକି। ତାପରେ ମୁଁ ଏତିକି କରିଥିଲି ଆଜି ପ୍ରାକ୍ଟିକାଲ୍। ଲେଟ୍ ହେଇଗଲାଣି ତ ଭାଇ ଫୋନ୍ କରୁଥିଲି, ତାପରେ ଆମେ ଚାଲିଲୁ ତଳକୁ। ତାପରେ ଆମେ ଯାଇଥିଲୁ ଘରକୁ। ଏତେ ଦିନ ପରେ ଆଇଛୁ ଯାଜପୁର, ଗୁପଚୁପ୍ ଟିକେ ଖାଇବୁନି ନା। ତାପରେ ଯାଇକି ଆମ ଗାଡ଼ି ପହଞ୍ଚିଗଲା ପରିବା ଷ୍ଟାଣ୍ଡ ପାଖରେ। ତାଙ୍କର ପରିବାପତ୍ର କିଣି ସାରିଲା ପରେ ଆମେ ଚାଲିଲୁ ଗୁପଚୁପ୍ ଖାଇବା ପାଇଁ। ଆଜିକି ପ୍ରାୟତଃ ମୁଁ 20 ଦିନ ପରେ ଖାଉଛି ଗୁପଚୁପ୍। ତାପରେ ଆମେ ଯାଇଥିଲୁ ଗୁପଚୁପ୍ ଖାଇଦେଲୁ। ଗୁପଚୁପ୍ ଖାଇଦେଇକି ଆମେ ଚାଲିଲୁ ଘରକୁ। ଭିଡ଼ିଓ ଯଦି ଭଲ ଲାଗେ ଆପଣଙ୍କୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି, ଆଉ ଲାଇକ୍ କରିବାକୁ ଭୁଲିବେନି। ତାପରେ ସେମାନେ ମୋତେ ଛାଡ଼ି ଦେଇ ଚାଲିଗଲେ ସେମାନଙ୍କ ଘରକୁ। ଏ ଯେଉଁ ଖରା ହେଉଛି କହିହେବନି, ଏତେବେଳୁ ତ ଏତିକି ହେଲାଣି, ଆହୁରି ଖରା ଦିନରେ କ'ଣ ହେବ କେଜାଣି। ତାପରେ ମୁଁ ପଳେଇ ଆସିଥିଲି ଘରକୁ ପଳେଇ ଆସି ସାରିଲା ପରେ ଟିକେ ପାଣି ବସାଇ ଦେଇଥିଲି ପିଇବା ପାଇଁ। ପିଇ ଦେଇ ସାରିକି ମୁଁ ଚାଲିଲି ଗାଧେଇ ଆସିକି ଖାଇ ଦେଇଥିଲି। ଯଦି ଭିଡ଼ିଓଟି ଭଲ ଲାଗେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ।